କିଛି ଗୁରୁତ୍ୱପୂର୍ଣ୍ଣ ଖନା ବଚନ ସମ୍ପର୍କରେ ଆସନ୍ତୁ କିଛି କଥା ଜାଣିବା। ମୂଳା ଖାଇବୁ ବାଳୁତ କାଳେ, ବୁଢ଼ା ହେଲେ ସେ ଜମର ଶାଳେ। ଅର୍ଥାତ୍ ପିଲାଦିନେ ମୂଳା ଖାଇବା ଭଲ, କିନ୍ତୁ ବୃଦ୍ଧା ଅବସ୍ଥାରେ ମୂଳା ଖାଇଲେ ବାୟୁଦୋଷ ବଢ଼ି କଷ୍ଟ ହୁଏ। କଖାରୁ ଫୁଲ ଖାଇବୁ ଯେତେ, ବୁଦ୍ଧି ବଢ଼ିବ ତୋର ସେତେ। ଅର୍ଥାତ୍ କଖାରୁ ଫୁଲ ଏକ ସ୍ୱାସ୍ଥ୍ୟକର ଖାଦ୍ୟ, ଯାହା ମସ୍ତିଷ୍କ ପାଇଁ ଲାଭଦାୟକ। ରାତିରେ ଦହି ସର୍ପର ମୁହିଁ। ଅର୍ଥାତ୍ ରାତିରେ ଦହି ଖାଇବା ବିଷ ସମାନ, କାରଣ ଏହା କଫ ବଢ଼ାଏ। ଖାଇସାରି ପାଣି ପିଇଲେ ବିଷ, ଘଣ୍ଟାଏ ପରେ ପିଇଲେ ପୋଷ। ଅର୍ଥାତ୍ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ, ଏହା ହଜମରେ ବାଧା ସୃଷ୍ଟି କରେ। ଦାନ୍ତ ଘଷିବୁ ନିମ କାଠିରେ, ରୋଗ ନ ରହିବ ମାଢ଼ିରେ। ଅର୍ଥାତ୍ ନିମ ଦାନ୍ତକାଠି ବ୍ୟବହାର କଲେ ଦାନ୍ତ ଓ ମାଢ଼ି ସୁସ୍ଥ ରହେ। ଗାଧୋଇ ସାରି ଖାଇବା ଭଲ, ଖାଇସାରି ଗାଧୋଇଲେ ଗୋଳ। ଅର୍ଥାତ୍ ଗାଧୋଇବା ପରେ ଖାଇବା ଉଚିତ, ଖାଇବା ପରେ ସଙ୍ଗେ ସଙ୍ଗେ ଗାଧୋଇଲେ ପାଚନ ପ୍ରକ୍ରିୟା ଖରାପ ହୁଏ। ଉତ୍ତର ଦୁଆରୀ ଘର, ତାର ସମ୍ପତ୍ତି ନିରନ୍ତର। ଅର୍ଥାତ୍ ଯେଉଁ ଘରର ଦ୍ୱାର ଉତ୍ତରକୁ ଥାଏ, ସେଠାରେ ବାୟୁ ଚଳାଚଳ ଭଲ ହୁଏ ଓ ସୁଖ ଶାନ୍ତି ରହେ। ପଶ୍ଚିମ ଦୁଆରୀ ବାୟୁ ବହେ, ତାର ଶରୀର ରୋଗ ସହେ। ଅର୍ଥାତ୍ ପଶ୍ଚିମ ମୁଖା ଘରେ ବେଶୀ ଗରମ ପବନ ପଶୁଥିବାରୁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ। ଘର କତିରେ ନିମ ଗଛ, ରୋଗ ଯମକୁ ଦିଏ ପଛ। ଅର୍ଥାତ୍ ଘର ପାଖରେ ନିମ ଗଛ ରହିଲେ ପବନ ଶୁଦ୍ଧ ହୁଏ ଓ ରୋଗ ସଂକ୍ରମଣ କମିଥାଏ। ଧନିଆ ପତ୍ରେ ପିତ୍ତ ନାଶ, ଶରୀର ହୁଏ ବେଶ ପ୍ରକାଶ। ଅର୍ଥାତ୍ ଖାଦ୍ୟରେ ଧନିଆ ପତ୍ର ବ୍ୟବହାର କଲେ ପିତ୍ତ ଦୋଷ ଦୂର ହୁଏ। ସାଙ୍ଗମାନେ, ସ୍ତ୍ରୀ ତାକୁ ହିଁ କୁହାଯାଏ ଯିଏ ସ୍ୱାମୀଙ୍କ ଠାରୁ ହଜାରେ ଥର ଅପମାନିତ ହେବା ପରେ ବି କେବେ ବି ସ୍ୱାମୀଙ୍କ ହାତ ଛାଡ଼େ ନାହିଁ। ଆଉ ସ୍ୱାମୀ ତାକୁ ହିଁ କୁହାଯାଏ ଯିଏ ସ୍ତ୍ରୀର ଭୁଲକୁ ଏକାନ୍ତରେ ବୁଝାଇ ସର୍ବସାଧାରଣରେ ସ୍ତ୍ରୀର ପ୍ରଶଂସା କରିଥାଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, କେବେ କାହାକୁ ଛୋଟ ଆଉ ଦୁର୍ବଳ ବୋଲି ଭାବିବନି। କରୋନାରେ ହଜାର ହଜାର ଟଙ୍କିଆ ଡ୍ରେସ୍ ଶୋରୁମ୍ରେ ସେମିତି ଟଙ୍ଗା ହୋଇ ରହିଗଲା, ହେଲେ ଗୋଟିଏ ଛୋଟିଆ ମାସ୍କ କୋଟି କୋଟି ଟଙ୍କାର ବିଜନେସ୍ କରି ଚାଲିଗଲା। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।